ଜାନୁଆରୀ 29 ତାରିଖରେ ହେବ ଡାବୁଗାଁର ପାରମ୍ପରିକ ମାଘ ମଣ୍ଡେଇ। ନବରଙ୍ଗପୁର ଜିଲ୍ଲାରେ ପାରମ୍ପରିକ ବୈଠକ ବେହେରାର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ମାଘ ଭୈମୀ ଏକାଦଶୀ ତିଥିରେ ଜାନୁଆରୀ 29 ତାରିଖ ଦିନ ଡାବୁଗାଁଠାରେ ଅନୁଷ୍ଠିତ ହେବ ମାଘ ମଣ୍ଡେଇ। ବୁଧବାର ବଡ଼ଯାତ୍ରା, ଗୁରୁବାର ମଣ୍ଡେଇ ଏବଂ ଶୁକ୍ରବାର ବାସି ମଣ୍ଡେଇ ପାଳନ କରାଯିବ। ଆସନ୍ତା 22 ତାରିଖରେ ମା ଦୁଲ୍ହାର ଦେଈଙ୍କ ଯାତ୍ରା ଅନୁଷ୍ଠିତ ହେବା ପରେ ବିଧିବଦ୍ଧ ଭାବେ ବିଭିନ୍ନ ଗାଁର ଦେବାଦେବୀଙ୍କୁ ମଣ୍ଡେଇରେ ପବିତ୍ର ଆଗମନ ପାଇଁ ପାରମ୍ପରିକ ନିମନ୍ତ୍ରଣ ଦିଆଯିବ। ଏମ୍ ଆପା ରାଓ, ଦେବରାଜ ପାତ୍ର, ରଞ୍ଜିତ ଘଡ଼େଇ ପ୍ରମୁଖ ବିଶିଷ୍ଟ ନାଗରିକ ଉପସ୍ଥିତିରେ ଡାବୁଗାଁ ମଣ୍ଡେଇ କମିଟି ପାଇଁ ସରପଞ୍ଚ ବିନୋଦ ସୋରାଙ୍କୁ ସଭାପତି, ସତ୍ୟରଞ୍ଜନ ପାତ୍ରଙ୍କୁ ଉପସଭାପତି, ଡଙ୍ଗରିଗୁଡ଼ା ସରପଞ୍ଚ ରାମକୁମାର ଗଣ, ପାପନା ରେଲିଙ୍କୁ ସମ୍ପାଦକ ଏବଂ ସୁରେନ୍ଦ୍ର ରେଲିଙ୍କୁ ସହସମ୍ପାଦକ ଭାବେ ମନୋନୀତ କରାଯାଇଛି। ସୂର୍ଯ୍ୟବଂଶୀ ଯୁବକ ସଂଘ ସଭାପତି ବିଶ୍ୱରଞ୍ଜନ ପାତ୍ର, କୁନୁ ପାତ୍ର, ମେନୁ ରେଲି, ପୂର୍ଣ୍ଣ ପୂଜାରୀ, ତୁଳା ବିଷୟ ପ୍ରମୁଖ ବୈଠକରେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ପରିଚାଳନା ସହଯୋଗ କରିଥିଲେ। ନବରଙ୍ଗପୁରରୁ ମିହିର ଶଙ୍କର ପାତ୍ରଙ୍କ ରିପୋର୍ଟ, OTN TV।